नथिला ये पृथ्वी प्रलय उत्पत्ति नथिला जल पवन अनामरु नाम अक्षराक्षर कल आदि ब्रह्म भगवान। पृथ्वी नथिला जल नथिला पवन नथिला अग्नि नथिला तारे थिला कौन शून्य शून्य महाशून्य तार मध्य निरंजन तार मध्य नील श्वेत ज्योति नील श्वेत पीत लोहित आदि ज्योति सामवेद कहते यहाँ भगवान अंतर्ज्योति तार मध्य ब्रह्म भगवान परमात्मा स्थिति से अनामरु नाम अक्षराक्षर कल अवना संचरी अवना वायु आकाशर शब्द गुण वायुर स्पर्श गुण उभय गुण को मिसई रूपरे प्रकट हैला तापरे रस एवं गंध एटा महानित्य मंडल अशब्दर शब्द अवायुर वायु अनग्निर अग्नि जलहीनर जल एवं पृथ्वी सत्ता नथाई गंधगुण सेठु आकाशरे अंतर्वाणी प्रकाश है ताको परावाणी बोली कहा जाए आओ ध्वनि गगने शुभई ज्ञानी गुणी जन मान देखी शुण थाई ध्वनि शुभे शब्द नुह शब्दर अर्थ थाए ध्वनिर अर्थ थाए नहीं ध्वनि को शुणा जाई पारे किंतु बुझा जाई पारे नहीं ऐसा कोई प्रकार ध्वनि होता है ध्वनि सुना जाए अर्थ था नहीं उर्म धूर्म ज्योतिज्वाला अब्रह्म कला भितर भी अच्छी बाहर भी अच्छी बाहर अच्छी जहाँ भितर अच्छी था पिंडर अच्छी जहाँ ब्रह्मांड अच्छी था शब्द जिते बेले आसला सकीचके मारुतपूर्ण रंध्रे लिखते कालिदास सकीचके मारुतपूर्ण रंध्रे बाउंसरे बाउंस घसी हेले शब्द भी हुए एवं अग्नि संयोग हुए बाउंसर बंशी को रंध्र को धरी बजेले बंशी बाजे बंशी वीणा वेणु बंशी वीणा तुम्बुर वाद्य खंजणी घुड़ुका ढोल मृदंग ये सब मर्दल मादल आदि वाद्य ये सब अनाहत वाद्य एवं आर्यावर्तर संस्कृति संपन्न वाद्य तापर सभ्यतार वाद्य कहीं जड़े बजे न जानिले मृदंग किंबा मादल को द्विखंड करदे तब बोला तबला है हारमोनियम रे 7 स्वर बंधा है स्वर को आप बांधिकी रखिए किमिति
ମୂଳରୁ ତ ଅଛି ତାଳ ମାନ ଲୟ ଆଉ ସୂତ୍ର। ତାଳ ମାନ ଲୟ ଆଉ ସୂତ୍ର। ଗୀତ ତାଳରେ ଯିବ। ସ୍ୱୟଂ ରାଜତେ ସ୍ୱର ସ୍ୱ ଅୟଂ ଯାହା ନିଜେ ଯିଏ ଏଇଟା ଅଟେ ଅପରିବର୍ତ୍ତିତ ଅଟେ ସ୍ୱର। କୌଣସି ସ୍ୱର ପରିବର୍ତ୍ତିତ ନୁହଁ। ଭଗବାନ ଯାହାକୁ ଯେମିତି ସ୍ୱର ଦେଇଥାନ୍ତି। ସ୍ୱୟଂ ରାଜତି ସ୍ୱର କାହାରି ଆଶ୍ରାରେ ଯନ୍ତ୍ର ଆଶ୍ରାରେ ସ୍ୱର ଚଳିନି। ସ୍ୱରର ସହଯୋଗୀ ମାତ୍ର ଯନ୍ତ୍ର। ଆପଣ ଯେକୌଣସି ପ୍ରକାର ବାଦ୍ୟ ବଜାନ୍ତୁ, ତାର ବାଦ୍ୟ ହଉ, ଛାଲ ବାଦ୍ୟ ହଉ କି ପିପି ବାଦ୍ୟ ହଉ, ହୁକା, ପିତା, ପିଟା, ରେତା ଆଉ ଚିପା, ଏ ଚାରି ପ୍ରକାର ଯେନ୍ ବାଦ୍ୟ ଅଛେ, ଏ ଚାରି ପ୍ରକାର ବାଦ୍ୟ ଯେକୌଣସି ବାଦ୍ୟ ବି ହଉ, ବାଦ୍ୟ ଗୀତର ସହଯୋଗୀ, କିନ୍ତୁ କଣ୍ଠକୁ ସେ ତାର ଆୟତ୍ତରେ ରଖିପାରିବ ନାହିଁ। କାହିଁକି ନା କଣ୍ଠ ଅଭଙ୍ଗ, ସଭଙ୍ଗ, ବିଭଙ୍ଗ ତିନି ପ୍ରକାର କଣ୍ଠ ଥାଏ। ଅଭଙ୍ଗ କଣ୍ଠ এই ସ୍ୱରଟା ଭାଙ୍ଗେନି, ଗୀତରେ କଲର ହୁଏନି। ସଭଙ୍ଗ କଣ୍ଠ ଉତାର ଚଢ଼ା ସବୁ ହୁଏ, ଲୟ ବି ଠିକ୍ ଥାଏ। ତାଳେ ତାଳେ ଗାନ ହୁଏ ଆଉ ତାର ସୂତ୍ର ବି ଠିକ୍ ରହେ। ପ୍ରତ୍ୟେକ ଗୀତରେ କଣ୍ଠକୁ ଅନ୍ତତଃ 3-4 ପ୍ରକାରରେ କରି ଶେଷରେ ପୁଣି ମୂଳକୁ ଆସିବାକୁ ପଡ଼େ। ଆଉ ସ୍ୱର ଯଦି ବିକୃତ ହେଉଛି ତାକୁ ବିଭଙ୍ଗ ବୋଲି କୁହାଯାଏ। ତାଳରେ ଯଦି ନ ଗଲା ତାକୁ ତାଲକଣା ବୋଲି କୁହାଯାଏ। ଆଉ ଗୀତରେ ଯଦି ଯଥାର୍ଥ ମାନ ନ ଆସିଲା ବା ତ୍ୟାହି, ଯାହାକୁ ହିନ୍ଦୀ ବୋଲେ ତ୍ୟାହି କହୁଛନ୍ତି, ତ୍ୟାହି ଠିକ୍ ନ ଆସିଲା କ'ଣ କି ତାକୁ କୁହାଯାଏ ମାନକଣା। ମାନକଣା। ତାଳ ମାନ ଲୟ ସୂତ୍ର। ମୋର ଲେଖା ଶ୍ଲୋକ ଗୁଡ଼ିକ ଅଛି। ଗାନ ପଶ୍ଚାତ୍ ଗମେତ ଷଷ୍ଠୈ ବାଦୟତ ବାୟକା ଗୁଣା ସରଳ ତରଳ ସୁନିର୍ମଳ ଘାତା। ଗୀତର ପଛେ ପଛେ ବାଦ୍ୟ ଯିବ, ବାଦ୍ୟର ଅଧୀନରେ ଗୀତ ଯାଏନି। କିନ୍ତୁ ଯଦି ଭଲ ଶିକ୍ଷା ଥାଏ, ଗାୟକ ଯେଉଁ ପ୍ରକାର କଣ୍ଠ ଉତାର ଚଢ଼ାବ କରିବ, ପରିବର୍ତ୍ତିତ କଲେ ମଧ୍ୟ এই ଯୁଗର ଯେଉଁ ହାରମୋନିୟମ ମାଷ୍ଟରମାନେ ଅଛନ୍ତି, ଯେଉଁମାନଙ୍କର ଭଲ ଶିକ୍ଷା ଥାଏ, ସ୍ୱରରେ ମିଳେଇକି ଏଇଟା ସବୁ ସହଯୋଗୀ ଗୀତର। କାହିଁକି ଆମ ଗୁରୁ କହୁଥିଲେ, ମୁଁ ପରେ ବୁଝେଇବି ତାକୁ, ଏତିକି କହିବି, ବାଦ୍ୟର ଆଶ୍ରୟରେ ରସ ସୃଷ୍ଟି ପୂର୍ବକ ନୃତ୍ୟ ହୋଇପାରେ, କିନ୍ତୁ ଗୀତ କାହାରି ଆଶ୍ରୟ ନିଏନି। ଯଦି ପ୍ରଭୁ ଛୋଟ କଣ୍ଠ ଦେଇଛନ୍ତି, ଲମ୍ବା କଣ୍ଠ ନୁହଁ, ବାଣୀ ଟୋଟିଏ, ତାହେଲେ ହାରମୋନିୟମ ମାଷ୍ଟର ଯେ ଦକ୍ଷତା ଥିବ, ସେହି ସ୍ୱରରେ ଗୀତ ଗାଇଲା ସମୟରେ ବଜେଇବ, ହାରମୋନିୟମ ବାଜିଲା ପରେ ଜଣାପଡ଼ୁନଥିବ। ଯେଉଁଠି କଣ୍ଠ ଯେତେ ଉଚ୍ଚ ହେବା କଥା ହେବ, ଯେମିତି ଭାବରେ ଉତୁରିବା କଥା, ସେହି ସମୟରେ ସେ ସ୍କେଲକୁ ଏମିତି ଭାବରେ ଟିପିବ ଯେ ଗୀତ ଗାଉଛି ପରିକା ଜଣାପଡ଼ିବ। ତାପରେ ଟ୍ୟୁନିଂ ମ୍ୟୁଜିକ୍ ସେଇଟା ଅଲଗା କଥା। 3 ପ୍ରକାର ଗତିରେ ତାରା ଉଦାରା ମୁଦାରା ବୋଲି 3 ବିଭାଗରେ ଗୀତ ଗୁଆଯାଏ। ସାନ୍ଦ୍ର, ମନ୍ଦ୍ର और ତୀବ୍ର 3ଟି ଗତିରେ ଗୀତ ହୁଏ, ଗୀତର ଲୟ ରହେ ଏବଂ ତାଳେ ତାଳେ ଗୀତ ଯାଏ। ଯଦି ବିଷମ ବାଦ୍ୟ ବଜାଉଛନ୍ତି
आढ़ी पड़न टुकड़ा पेस्कार आदि भरुंट ताहले मध्य गायक को धैर्य हेबार उचित नुह एवं गान करने कथा। आओ गीतरे मध्य अच्छी यकल यमन यरस विशिष्ट संगीतज्ञ गुरु आमर गुरु गौरीशंकर बक्सी सुंदरगढ़ कहते यकल यमन यरस या पुणी अन्य पर्याय बुझेबी।